ଏହି ଭିଡିଓରୁ ଜାଣିବେ ଆଜିର ଦିନରେ ଘଟିଥିବା କିଛି ଐତିହାସିକ ଘଟଣା ବିଷୟରେ। 9 ଜୁଲାଇ 1816 ରେ ଆର୍ଜେଣ୍ଟିନା ଏକ ସ୍ୱାଧୀନ ଦେଶ ହେଲା। ଆର୍ଜେଣ୍ଟିନା ଦକ୍ଷିଣ ଆମେରିକା ଭାଗରେ ଥିବା ଗୋଟେ ଦେଶ। ଆର୍ଜେଣ୍ଟିନା କ୍ଷେତ୍ରଫଳ ଓ ଜନସଂଖ୍ୟା ଅନୁସାରେ ଦକ୍ଷିଣ ଆମେରିକାରେ ଥିବେ ବ୍ରାଜିଲ ପରେ ଦ୍ୱିତୀୟ ସବୁଠାରୁ ବଡ଼ ଦେଶ। ସେହିପରି ଆର୍ଜେଣ୍ଟିନାର ନାମ ଆର୍ଜେଣ୍ଟନରୁ ହୋଇଛି, ଯାହାର ଅର୍ଥ ହେଲା ଚାନ୍ଦି। ସ୍ୱାଧୀନ ହେବା ପୂର୍ବରୁ ଏହି ଦେଶ ସ୍ପେନ ଅଧୀନରେ ଥିଲା। 1810 ମସିହାରେ ଦେଶର ଲୋକମାନେ ସ୍ପେନର ଶକ୍ତି ବିରୁଦ୍ଧରେ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ଏହା 1816 ମସିହାରେ ଇଣ୍ଡିପେଣ୍ଡେଣ୍ଟ ହୋଇଥିଲା। ସ୍ପେନ ଆର୍ଜେଣ୍ଟିନା କବ୍ଜା କରିବାର ମୂଳ ଲକ୍ଷ୍ୟ ଥିଲା ପେରୁ ଏବଂ ବଲିଭିଆରେ ରହିଥିବା ଏହି ଖଣିଗୁଡ଼ିକର ଅଧିକାର ପାଇଁ। ସ୍ପେନ ସାମ୍ରାଜ୍ୟ 1776 ମସିହାରେ ଆର୍ଜେଣ୍ଟିନାକୁ ନିଜ ଅଧୀନରେ ନେଇଥିଲା। ଅନ୍ୟ ଐତିହାସିକ ଘଟଣାଟି ହେଲା 9 ଜୁଲାଇ 1875 ରେ ବି.ଏସ୍.ଇ. ମାନେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ନିର୍ମାଣ ହୋଇଥିଲା। ଭାରତ ଆଉ ଏସିଆର ସବୁଠାରୁ ପୁରୁଣା ଷ୍ଟକ୍ ଏକ୍ସଚେଞ୍ଜର ମଧ୍ୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ। ଭାରତର ଦୁଇଟି ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟରୁ ଗୋଟିଏ। ଅନ୍ୟ ହେଉଛି ଏନ୍ଏସ୍ଇ। ଦୁନିଆରେ ବଜାରରେ ସ୍ଥାନ ପାଇବାରେ ବି.ଏସ୍.ଇ. ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।